ବର୍ତ୍ତମାନର ସବୁଠୁ ବଡ ଖବର ସମ୍ବଲପୁର ରେଙ୍ଗାଲ ରେ ଯୋଉ ମର୍ଡର ହେଇଥିଲା ସେ ମର୍ଡର ବର୍ତ୍ତମାନ ସାଇंटिफिक ଟିମ୍ ପହଞ୍ଚି ଡେଡ ବଡି କି ବର୍ତ୍ତମାନ ଖୋଳୁଛନ୍ତି। ଆମ ସହିତ ସିଧାସଳଖ ଫୋନ ଲାଇନ ରେ ଯୋଡି ହେଇଛନ୍ତି ସନ୍ଦୀପ ଆମର ରିପୋର୍ଟର ସନ୍ଦୀପ ଶର୍ମା। ସିଧାସଳଖ ତାଙ୍କ ସହିତ କଥା ହେବା। ସନ୍ଦୀପ, କଣ ସେଠିକାର ଖବର ଅଛି? ଦେଖନ୍ତୁ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର କତରବଗା ଥାନା ଅନ୍ତର୍ଗତ ଭୁଲିଆ ଟିକ୍ରା ଗ୍ରାମ ଜଙ୍ଗଲ ମଝିରେ ଜଣେ କବାଡି ବ୍ୟବସାୟୀ ଫିରୋଜ ଅଲି ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି 2 ଜଣ ଯୁବକ ମର୍ଡର କରି ଏକ ଜଙ୍ଗଲରେ ଫିଙ୍ଗି ଦେଇଥିବା ସୂଚନା ରହିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ହେଲକୋଲେଇ, କତରବଗା ଶାସନ ପୁଲିସ ଓ ସାଇंटिफिक ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଜଣାପଡ଼ିଛି ଯେ ଫିରୋଜ ଅଲିର ଡେଡ୍ ବଡିଟି ମାଟି ତଳେ ଥିବା ବେଳେ ତାକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନାଇଁ, ଏଇଟା ତ ଠିକ ଯେ ଯୋଉ 2 ଜଣ ମାରିଛନ୍ତି ତାଙ୍କ ଭିତରୁ ଜଣେ ନାବାଳକ ବୋଲି କହୁଛନ୍ତି, ମାନେ ତାର କାରଣ କଣ ଥାଇପାରେ ବୋଲି କିଛି ପୋଲିସ ସୂତ୍ରରୁ କିଛି ଜଣାପଡୁଛି କି? କାରଣ ତ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ବିଭାଗ ତାର ତଦନ୍ତ କରୁଥିବା କହୁଛି। ଜଣେ ନାବାଳକ ଏସବୁ କାମ କାହିଁକି କରିଛି? କିଛି ପୋଲିସ କିଛି ଟେର ପାଉନି? ଏପର୍ଯ୍ୟନ୍ତ ପୋଲିସ କୌଣସି ଟେର ପାଇନଥିବା ବେଳେ ପରିବାର ବର୍ଗଙ୍କ କହିବା ଅନୁସାରେ କୌଣସି ପୂର୍ବ ଶତ୍ରୁତା ନଥିଲା, କିନ୍ତୁ ସେ ବ୍ୟବସାୟ କରିବାକୁ ଯାଇଥିବା ସମୟରେ କୌଣସି କଥାକୁ ନେଇ କଥା କଟାକଟି ହେଇଥିଲା। ତାପରେ ଯୁକ୍ତିତର୍କ ଆରମ୍ଭ ହୋଇ ଘଟଣାଟି ଏପର୍ଯ୍ୟନ୍ତ ପହଞ୍ଚିଛି। ଯୋଉ 2 ଯୁବକ ମର୍ଡର କରିଥିଲେ ବୋଲି ଅଭିଯୁକ୍ତ ଯୋଉ 2 ଜଣ ତାଙ୍କୁ ପୋଲିସ ଗିରଫ କରିସାରିଛି କି? ହଁ, ପୋଲିସ ଗିରଫ କରିସାରିଛି। କାଲିଠାରୁ ପୋଲିସ ଗିରଫ କରି 2 ଜଣଙ୍କୁ ନିଜ କଷ୍ଟଡିରେ ରଖିଥିବା ଦେଖିବାକୁ ମିଳିଛି। ଆପଣ ସିଧାସଳଖ ଶୁଣୁଥିଲେ ଆମର ଫିଲ୍ଡ ରୁ ଥିଲେ ସନ୍ଦୀପ ଶର୍ମା ଆମ ରିପୋର୍ଟର। ତେବେ ଆଗକୁ ଏଭଳି ଅପଡେଟ ଆମେ ଜାରି ରଖିବୁ, କଣ ଆଗକୁ ଘଟଣା ଘଟୁଛି। ଧନ୍ୟବାଦ ସନ୍ଦୀପ।